ଜୟ ଜଗନ୍ନାଥ ଭାଇ ମାନେ କେମିତି ଅଛନ୍ତି? ଏଇ ଭିଡ଼ିଓର ପୂର୍ବ ଭିଡ଼ିଓ ଦେଖିଥିବେ ଆପଣ ମାନେ କି ସର୍ଟ ଭିଡ଼ିଓ ଆ ବିଷୟରେ କିଛି ଡିଟେଲ୍ସ ଜାଣନ୍ତୁ। ଯେଉଁ ଗୁମ୍ଫା ଅଛି ଇଏ ଗୁମ୍ଫା ନୁହେଁ। କୁହାଯାଏ ଯେ ରାଜା ପ୍ରଥମ କୃଷ୍ଣ ଭଗବାନ ଶିବଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିଥିଲେ, ବୁଝିଲେ, ଯୋଉଟା ମାନେ ସଂକଳ୍ପ ନେଇଥିଲେ ଯାହା କୈଳାସ ପର୍ବତ ପରି ଦେଖାଯିବ। ତେଣୁ ଏହାର ନାମ ହେଉଛି କୈଳାସ ମନ୍ଦିର ରଖାଯାଇଛି। ଆଉ ଏଠି ସବୁ ପଥର ଅଛି, ଏସବୁ ପଥର ନୁହେଁ। ଏସବୁ ହେଉଛି କ'ଣ କହିଲେ, ଯେଉଁ ଦେଖୁଛନ୍ତି ଯେଉଁ ହାତୀ ଗୁଡ଼ା ଦେଖିଲେ ରୁହନ୍ତୁ, ସେ ହାତୀ ଆସନ୍ତୁ ମୁଁ କହୁଛି। ଯେଉଁ ମୂର୍ତ୍ତି ସବୁ ଦେଖନ୍ତୁ, ଏକୁ ସବୁ ତିଆରି ହେଇଛି ମାନେ ବିନା ମେସିନରେ ଏସବୁ ମୂର୍ତ୍ତି ତିଆରି ହେଇଛି। ଆଉ ଯେ ସବୁ ହାତୀ ଦେଖୁଛନ୍ତି, ଏସବୁ ହାତୀ ଲାଗୁଛି ଯେମିତି ପୁରା କୈଳାସ ପର୍ବତକୁ ତାଙ୍କ ପିଠି ପଟେ ସବୁ ଉଠେଇକି ରଖିଛନ୍ତି। ଭାବ ଗୋଟେ କଥା, କଳ୍ପନା ଗୋଟେ କର, ଇମାଜିନ୍ ଗୋଟେ କର ଯେ ମାନେ ପଥର ଯୋଡ଼ି ଏସବୁ ହେଇନି, ଗୋଟେ ପାହାଡ଼କୁ କାଟିକି ମଝିରୁ ହୋଲ୍ ହେଇକି ହେଇଛି। ମାନେ ଗୋଟେ ଘର ତଳୁ ଉପରକୁ ହୁଏ, ଇଏ କିନ୍ତୁ ଉପରୁ ଖୋଳା ହେଇ ତଳକୁ ଆସିଛି। ମାନେ ଭାବୁଥାଉ କେମିତି ଇଏ ତିଆରି ହେଇଛି। ମାନେ ଯେତେବେଳେ ସେ ଗୁମ୍ଫାରୁ ବାହାରକୁ ଆସିକି ୟାକୁ ଦେଖ ତମେ, ମାନେ ଭାବିନିଅ ଯେ ଏ ଗୋଟେ କଳାକୃତିର ନମୁନା। ମାନେ ଏହା ମାନବୀୟ ଦୃଢ଼ତା ଏବଂ କଳାକୃତିର ନମୁନା, ଯାହା ସମୟ ମଧ୍ୟ ଲିଭାଇ ପାରିବନି। ତାପରେ ଏମିତି ବୁଲି ବୁଲିକି କେତେ ବହୁତ ସାରା ଏଠି ଗୁମ୍ଫା ଅଛି। ମାନେ ଆକୁ କୁହାଯାଏ ଯେ ସ୍ନେକ୍ ଗୁମ୍ଫା। ସବୁମାନେ ବିଛା ମାନେ ଅଛନ୍ତି, ସବୁମାନେ ଦେଖିବେ। ଇଏ ଗୋଟେ ଗୁମ୍ଫା ଅଛି, ପୁରା ଭିତରେ ବନ୍ଦ, ଆଉ କିଛି ନାହିଁ ଭିତରୁ, ପୁରା ଅନ୍ଧାର। ଦେଖନ୍ତୁ ମୁଁ ଭିତରକୁ ଯାଇକି ଦେଖଉଛି, ଲାଇଟ୍ ବି ଭିତରକୁ ପଡ଼ୁନି। ପୁରା ଦେଖନ୍ତୁ ଜୁମ୍ କଲା ବେଳକୁ ପୁରା କିଛି ନାହିଁ ଭିତରେ। ପଳେଇ ଆସିଲି ସେଠୁ। ଏସବୁ ଦେଖନ୍ତୁ କଳାକୃତି ସବୁ କୋଉ ଭଳିଆ। ଆଉ ଭାଇମାନେ ଆଉ ଗୋଟେ କଥା ଜାଣିଛନ୍ତି ନା ନାହିଁ, ଏହି ସ୍ଥାନରୁ 40 ଲକ୍ଷ ଟନ୍ ପଥର ବାହାର କରାଯାଇଥିଲା। ମାନେ ବାହାରକୁ ଯାଇଥିଲା 40 ଟନ୍ ପଥର। ଏ ଦେଖନ୍ତୁ ସମସ୍ତେ ଆସିକି ଏଠି ଦେଖିଲେ ଆମର। ଇଏ ହେଉଛି ଗୋଟେ ମାଉସୀ ପୁଅ, ଇଏ ଉପରକୁ ପଳେଇ ଯାଉଛି, ତାକୁ ମୁଁ ଅଟକେଇକି ତା ପଛରେ ଚାଲିଲି। ଦେଖନ୍ତୁ ମୁଁ ଆଗତୁରେ ଉପରକୁ ପଳେଇଲି। ଉପର ସବୁଆଡ଼େ ମୂର୍ତ୍ତି, ମାନେ ବହୁତ ମୂର୍ତ୍ତି ଅଛି। ଏ ଭିଡ଼ିଓରେ ଏତିକି ମୁଁ କହିଲି ଏ ମନ୍ଦିର ବିଷୟରେ, ଯେଉଁଟାକୁ କୁହନ୍ତି କୈଳାସ ପର୍ବତ ମନ୍ଦିର। ଏଠି ଦେଖନ୍ତୁ କୋଉ ଭଳିଆ ସବୁ ମୂର୍ତ୍ତି, ସବୁ ଦେବାଦେବୀଙ୍କ ମୂର୍ତ୍ତି। ଏଟା ବୁଦ୍ଧ ଦେବଙ୍କ ମାନେ ଆକ୍ଚୁଆଲି ମନ୍ଦିର ଥିଲା। ତାପରେ ସବୁ ଡେଭଲପ୍ ହେଇକି ଅଲଗା ଅଲଗା ମୂର୍ତ୍ତି ସବୁ ଦେଖନ୍ତୁ, ପୁରା ମାନେ କୋଉ ଭଳିଆ କଳାକୃତି ହେଇଛି।